ଆଜିର ଅନୁଚିନ୍ତା। ଜୀବନରେ ଲକ୍ଷ୍ୟ ସ୍ଥିର କରିବା ବଡ଼ କଥା ନୁହେଁ। ବଡ଼ କଥା ହେଲା ସେ ଲକ୍ଷ୍ୟର ପ୍ରାପ୍ତି ପାଇଁ ନିଜ ଉପରେ ଆସୁଥିବା ବାଧାବିଘ୍ନର ସମ୍ମୁଖୀନ ହୋଇ ଲକ୍ଷ୍ୟ ପଥରୁ ବିଚ୍ୟୁତ ନ ହେବା। ଯାହା ଭାଗ୍ୟରେ ଅଛି ନିଶ୍ଚୟ ମିଳିବ, ଯାହା ଭାଗ୍ୟରେ ନାହିଁ ତାହା ଆସି ମଧ୍ୟ ଫେରିଯିବ। ତେଣୁ ଜୀବନକୁ ଏତେ ଦୁଃଖ କଷ୍ଟ ଓ ଦୁଶ୍ଚିନ୍ତାରେ ଢାଙ୍କି ଦିଅନ୍ତୁ ନାହିଁ। କୌଣସି ବ୍ୟକ୍ତିଙ୍କ ପ୍ରତି କେବେ ଘୃଣା ଏବଂ ଈର୍ଷା ଭାବ ରଖୁଥିବା ବ୍ୟକ୍ତି ଜୀବନରେ କେବେ ସୁଖ ପ୍ରାପ୍ତ କରିପାରେ ନାହିଁ। ଈର୍ଷା ମନରୁ ଶାନ୍ତି ଦୂର କରିଦେଇଥାଏ। ଏହା ସତ୍ୟ ଯେ ପର୍ଯ୍ୟନ୍ତ ଆପଣ ଲୋକଙ୍କ କାମରେ ଆସୁଥିବେ ସେ ପର୍ଯ୍ୟନ୍ତ ଲୋକେ ଆପଣଙ୍କୁ ଚିହ୍ନୁଥିବେ। କାହିଁକି ନା ସମସ୍ତେ ଜାଣିଛନ୍ତି ଦୀପ ଜଳିଲା ପରେ ଦିଆସିଲି କାଠିର ଅବସ୍ଥା। ଜୟ ଜଗନ୍ନାଥ।